ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ପଳସା ଗ୍ରାମ ପଞ୍ଚାୟତର ଜଗତଜନନୀ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ 35 ଜଣ ସଦସ୍ୟଙ୍କୁ ନେଇ ଗଠିତ। ଏହି ଜିପିଏଲ୍ଏଫ୍ ମହାସଂଘଠାରୁ ପ୍ରଥମ ବର୍ଷ 80,000, ଦ୍ୱିତୀୟ ବର୍ଷ 40,000 ଏବଂ ତୃତୀୟ ବର୍ଷ 40,000 ଟଙ୍କା ଋଣ ନେଇ ପ୍ରାୟ 1 ହେକ୍ଟର ଜମିରେ ପ୍ରଥମେ ଅନାବନା ଗଛ ସଫା କରି ଚାରିପାଖରେ ତାର ଜାଲି ଘେରାଇ ଏବଂ ତତ୍ପରେ ହର୍ଟିକଲଚର ଡିପାର୍ଟମେଣ୍ଟରୁ ଗେଣ୍ଡୁ ଚାରା, ରଜନୀଗନ୍ଧା ଚାରା ଲଗେଇ ଏଥିରେ ସଫଳତା ହାସଲ ସହିତ ଲାଭବାନ ମଧ୍ୟ ହୋଇଛନ୍ତି। ଏହି କାର୍ଯ୍ୟରେ OLM ଖଇରା ବ୍ଲକ ଏହାକୁ ତତ୍ତ୍ୱାବଧାନ କରିଥିଲେ। ପଳସା ଜଗତଜନନୀ ଜିପିଏଲ୍ଏଫ୍ର ଏଇ ଫ୍ଲୋରିକଲଚର ଜଣେ ସଭ୍ୟା। ଏଠି ଅଲରେଡ଼ି ଜଙ୍ଗଲ ଟାଇପ୍ର ହେଇଥିଲା। ଆମେ କିଛି ସଭ୍ୟା ମିଶିକି ପ୍ରାୟତଃ ଆମର 25ରୁ 30 ମେମ୍ବର ଆମେ ଏଥିରେ କାମ କରୁଛୁ। ଏହାକୁ ଆମେ ବହୁତ କଷ୍ଟ କରିକି ସଫା କରିକି ଯେଉଁ ପରିଷ୍କାର ପରିଚ୍ଛନ୍ନ ହେଇଥିଲା ତାକୁ ପରିଷ୍କାର ପରିଚ୍ଛନ୍ନ କରି ଅଲରେଡ଼ି ଆମେ 4,30,000 ଉପରକୁ ଖର୍ଚ୍ଚ ଅଲରେଡ଼ି କରିଦେଇଥିଲୁ ପରିଷ୍କାର ପରିଚ୍ଛନ୍ନ ବାବଦରେ। ତାପରେ ଆମର ହର୍ଟିକଲଚର ଡିପାର୍ଟମେଣ୍ଟ ସହିତ ଆମେ ଯୋଗାଯୋଗ କଲୁ। କରିସାରିଲା ପରେ କିଛି ଚାରା ମଧ୍ୟ ସାର୍ ଆମକୁ ଯୋଗାଇ ଦେଇଥିଲେ। ତାପରେ ଆମେ ଏକୁ ପ୍ରଥମ ବର୍ଷ ଖର୍ଚ୍ଚ କରିସାରିଲା ପରେ 50,000 ଆମର ଲାଭ ମଧ୍ୟ ହେଇଥିଲା। ତାପରେ ବି ସେକେଣ୍ଡ ବର୍ଷ ବି ଆମେ ଆଉଥରେ ବି ଏଠି କରିଥିଲୁ ଫୁଲ ଚାଷ। ସେକେଣ୍ଡ ବର୍ଷ ବି ଖର୍ଚ୍ଚ ଯାଇକି ଆମେ ପାଖାପାଖି 40,000ରୁ 45,000 ଭିତରେ ଆମେ ବି ଲାଭ ପାଇଛୁ। ଆଉ ଆଗକୁ ଆମେ ପ୍ରାୟତଃ ଏଟାକୁ ଜାରି ରଖିବୁ ବୋଲି ଭାବୁଛୁ। ଆଉ ସାର୍ଙ୍କ ଆମେ ବିଡିଓ ସାର୍ଙ୍କୁ ଅନୁରୋଧ କରୁଛୁ ଯଦି ଆମକୁ ଆଉ ଟିକେ ସୁବିଧା ସୁଯୋଗ ଦିଅନ୍ତେ ଆମେ ଆହୁରି ବି ୟା ଉପରକୁ ଫୁଲ ଛାଡ଼ିକି ଆମେ ଅଲଗା କିଛି ଆମେ କରିବାକୁ ଆମେ